ଆଜିର ନୂତନ ଶବ୍ଦ ହେଉଛି ABSTINENCE। ଆକୁ ଆମେ ଉଚ୍ଚାରଣ କରିବା ଆବଷ୍ଟିନେନ୍ସ। ଆବଷ୍ଟିନେନ୍ସ ଆବଷ୍ଟିନେନ୍ସର ଅର୍ଥ ହେଉଛି କୌଣସି ଜିନିଷ କରିପାରିଲେ ମଧ୍ୟ ଇଚ୍ଛା ଥିଲେ ମଧ୍ୟ ନିଜେ ନିଜକୁ ରୋକିନେବା। ଓଡ଼ିଆରେ ଅର୍ଥ ହେଉଛି ନିବୃତ୍ତ, ବିରତି କିମ୍ବା ସଂଯମ। ଉଦାହରଣ ସ୍ୱରୂପ ବୁଝିବା, ଆବଷ୍ଟିନେନ୍ସ ଫ୍ରମ୍ ଆଲକୋହଲ ଇଜ୍ ଆଡଭାଇସ୍ଡ, ମାନେ ମଦ୍ୟପାନରୁ ବିରତି ଉପଦେଶ ଦିଆଯାଏ। ଆବଷ୍ଟିନେନ୍ସର ଅର୍ଥ ହେଉଛି ବିରତି, ଫ୍ରମ୍ ଆଲକୋହଲର ଅର୍ଥ ହେଉଛି ମଦ୍ୟପାନରୁ, ଇଜ୍ ଆଡଭାଇସ୍ର ଅର୍ଥ ହେଉଛି ଉପଦେଶ ଦିଆଯାଏ। ଦ୍ୱିତୀୟ ଉଦାହରଣ, ହି ପ୍ରାକ୍ଟିସ୍ଡ ଆବଷ୍ଟିନେନ୍ସ ଡ୍ୟୁରିଂ ଫାଷ୍ଟିଂ, ମାନେ ଉପବାସ ସମୟରେ ସେ ସଂଯମ ପାଳନ କଲେ। ହିର ଅର୍ଥ ହେଉଛି ସେ, ପ୍ରାକ୍ଟିସ୍ର ଅର୍ଥ ହେଉଛି ପାଳନ କଲେ, ଆବଷ୍ଟିନେନ୍ସର ଅର୍ଥ ହେଉଛି ସଂଯମ, ଡ୍ୟୁରିଂର ଅର୍ଥ ହେଉଛି ସମୟରେ, ଫାଷ୍ଟିଂର ଅର୍ଥ ହେଉଛି ଉପବାସ। ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହିତ ଯୋଡ଼ି ରୁହନ୍ତୁ। ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।